ଯେତେବେଳେ ପର୍ଯ୍ୟନ୍ତ ମନୁଷ୍ୟ ଆଜି ଦୀକ୍ଷା ଗ୍ରହଣ ନ କରେ ସେତେବେଳେ ସେ ଭଗବାନ ହେଲେ ମଧ୍ୟ ଦକ୍ଷତା ଲାଭ କରିପାରିବେ ନାହିଁ। ଭଗବାନ ହେଲେ ମଧ୍ୟ ସିଏ ଦୀକ୍ଷା ନେଇଥାନ୍ତି। ସମସ୍ତେ କହିଥାନ୍ତି ଆମେ କୃଷ୍ଣଂ ବନ୍ଦେ ଜଗଦ୍ଗୁରୁମ୍, ଜଗଦ୍ଗୁରୁଙ୍କୁ ଆମେ ଭଗବାନଙ୍କୁ ଆମେ ଗୁରୁ କରିଦେଇଛୁ। ତାହା ଠିକ୍ ନୁହେଁ। ସିଏ ତ ପ୍ରକୃତ ଜଗଦ୍ଗୁରୁ ଭଗବାନ କୃଷ୍ଣ, କିନ୍ତୁ ସେହି ଭଗବାନ କୃଷ୍ଣ ମଧ୍ୟ ଆଜି ଗୁରୁ କରିଛନ୍ତି ନା ନାହିଁ? ସିଏ ତ ଜଗଦ୍ଗୁରୁ, ତାଙ୍କେ ଗୁରୁ କରିଛନ୍ତି ନା ନାହିଁ? ତାହେଲେ ସେହି ଭଗବାନଙ୍କ ଠାରୁ ଆମେ ଶିଖିବା ପାଇଁ ପଡ଼ିବ। ଯେତେବେଳେ ଚୈତନ୍ୟ ମହାପ୍ରଭୁ ଆସିଲେ ସିଏ ଗୁରୁ କଲେ ନା ନାହିଁ? କଲେ ନା ନାହିଁ? ଆଜି କଲେ। ପ୍ରଥମରେ ଈଶ୍ୱର ପୁରୀ ଗୋସ୍ୱାମୀଙ୍କ ଠାରୁ ଦୀକ୍ଷା ଗ୍ରହଣ କଲେ। ଦୀକ୍ଷା ଗ୍ରହଣ କଲା ପରେ ଦକ୍ଷତା ଉପାର୍ଜନ କଲେ। ତେଣୁ ଗୁରୁ ଦୀକ୍ଷା ହେଉଛି ମୋଷ୍ଟ ଇମ୍ପୋର୍ଟାଣ୍ଟ। ଆଜି ବାଧ୍ୟତାମୂଳକ ରହିଛି ଗୁରୁ ଦୀକ୍ଷା।